ବନ୍ଧୁମାନେ, ମୋ ନାଁ ହେଉଛି ସୁବାସ। ଆଜି ମୁଁ ଆପଣମାନଙ୍କୁ ମୋର ଏକ କାହାଣୀ କହିବାକୁ ଯାଉଛି। ପ୍ରଥମେ ମୁଁ ଆପଣମାନଙ୍କୁ ମୋ ବିଷୟରେ କିଛି କହି ରଖୁଛି। ମୋ ପିଲାଦିନୁ ହଷ୍ଟେଲରେ ରହି ପାଠ ପଢ଼ି ଆସିଛି। ହଷ୍ଟେଲ ବେଳେ ଗିଆଗିଇ କରିବା ପାଇଁ ଚାନ୍ସ ମିଳିଯାଏ, କାରଣ ସେତେବେଳେ ହଷ୍ଟେଲ ଏତେ ଷ୍ଟ୍ରିକ୍ଟ ନଥିଲା। ସେହି ସମୟରେ ମୁଁ +2 ପାସ୍ କରିସାରିଥାଏ। ମୁଁ ଆମ ହଷ୍ଟେଲର ସବୁଠୁ ବଡ଼ ମିଛୁଆ। ମୁଁ ଝିଅଙ୍କ ପାଖକୁ ଗେଇବା ପାଇଁ ଯାଏ, କିନ୍ତୁ ମୁଁ ଜାଣେ ନାହିଁ ସେଠିକି ଗଲାପରେ ମୋର କ'ଣ ହୁଏ। ସେମାନେ ମୋତେ ଗେହି ପକାନ୍ତି, ଆଉ ମୁଁ ବାହାରେ ଆସି କହିଦିଏ ଯେ ମୁଁ ତାଙ୍କୁ ଗେହିଛି ବୋଲି। ସେହି ସମୟରେ ମୋର ବାଣ୍ଡ ପାଖାପାଖି 7 ଇଞ୍ଚ ହୋଇଯାଇଥିଲା। ମୁଁ 2ଟା ହଷ୍ଟେଲ ଚେଞ୍ଜ କରିଛି 2005 ମସିହାରେ। ସତ କହିବାକୁ ଗଲେ ମୁଁ ହଷ୍ଟେଲରେ ଥିବାବେଳେ କେବଳ ଗୋଟେ ଝିଅକୁ ଗେହିଛି। ନାଁଟି ତାର ପ୍ରିୟଙ୍କା। ସେ ଆମ ହଷ୍ଟେଲରେ ସବୁଠୁ ବଡ଼ ବିଧେଇ ଥିଲା। ବାକି ଅନ୍ୟମାନଙ୍କଠୁ ମୋତେ ମିଳିନଥିଲା, କିନ୍ତୁ ସମସ୍ତେ ଜାଣନ୍ତି ମୁଁ ଅନେକ ଝିଅଙ୍କୁ ପଠେଇକି ଗେହିଛି ବୋଲି। ପ୍ରିୟଙ୍କାକୁ ଗେହିବା ପରେ ମୋର ଗେହିବା ପାଇଁ ଉତ୍ସାହ ପୁରା ବଢ଼ିଯାଇଥାଏ। ମୋତେ ମୋ ବାପା ମାଆଙ୍କ ଠାରୁ ବହୁତ ଭଲ ପାଇବା ମିଳେ। ସେମାନେ 2 ଜଣ ପ୍ରତିଦିନ ରାତିରେ ଗିଆଗିଇ ହୁଅନ୍ତି। ତାଙ୍କ ଦୃଶ୍ୟକୁ ମୁଁ ଲୁଚି ଲୁଚି ଦେଖେ। ସେମାନେ 2 ଜଣ ଅଲଗା ଅଲଗା ପୋଜିସନରେ ଗିଆଗିଇ କରନ୍ତି, ଆଉ ମୋ ବୋଉ ପୁରା ରାଣ୍ଡି ପରେ ଗିଆ ଖାଏ। ମୁଁ ସବୁବେଳେ ମୋ ବୋଉର ଦୁଧକୁ ଦେଖେ, କାରଣ ମୋତେ ଦୁଧ ବହୁତ ପସନ୍ଦ ଏବଂ ମୁଁ କେମିତି ବୋଉକୁ ଗେହିବି ସେ କଥା ମୁଁ ସବୁବେଳେ ଭାବୁଥାଏ। ଯେତେବେଳେ ମୋ ବାପା ବୋଉକୁ ଗେହନ୍ତି, ମୋର ବି ଇଚ୍ଛା ହୁଏ ମୁଁ ବି ତାଙ୍କ ସହ ମିଶି ବୋଉକୁ ଟିକେ ଗେହନ୍ତି। ଗୋଟେ ଦିନ ମୁଁ ତାଙ୍କର ଗିଆଗିଇ ଖେଳ ଦେଖୁଥାଏ। ସେତେବେଳେ ମୁଁ ଶୁଣିଲି ମୋ ବୋଉ ବାପାଙ୍କୁ କହୁଛି, ମା ଗିଆ, ତୋ ପୁଅର ବାଣ୍ଡ ବି ବହୁତ ବଡ଼, ଆଉ ମୁଁ ବି ଚାହେଁ ଗୋଟେ ଦିନ ତାର ବାଣ୍ଡ ମୋତେ ମିଳିଯାଉ ବୋଲି। ଆଉ ମୋ ବାପା କୁହନ୍ତି, ତୋତେ ତୋ ସାଙ୍ଗମାନେ ଗେହିଛନ୍ତି, ତୁ ମୋ ପୁଅକୁ ଟିକେ ଦେଇଦେ। ସେବେଠୁ ମୋ ହୃଦୟରେ ବୋଉକୁ ଗେହିବାର ଇଚ୍ଛାଟା ଆହୁରି ଦୃଢ଼ ହୋଇଗଲା। ମୁଁ ତା ପରଦିନ ଏକ ପ୍ଲାନ୍ ବନେଇଲି। ମୁଁ 4ଟା ବେଳେ ବସି ବୋଉ ସହ ଚା ପିଉଥିଲି। ଆମେ ସାମ୍ନା ସାମ୍ନି ଥିଲୁ। ମୁଁ ଜାଣିଶୁଣି ଚା କପ୍କୁ ମୋ ହାତରୁ ଖସେଇ ଦେଲି। ଚା ଏମିତି ପଡ଼ିଲା ଯେ କିଛି ମୋର ବାଣ୍ଡ ଉପରେ, ଆଉ କିଛି ବୋଉର ବିହା ଉପରେ ପଡ଼ିଲା। ବାଣ୍ଡ ଓ ବିହା ଉପରେ କପଡ଼ା ଥିବାରୁ କିଛି ହେଲା ନାହିଁ, କିନ୍ତୁ ଗରମ ଜିନିଷ, ତେଣୁ ଟିକେ ପୋଡ଼ିଲା। ମୋ ବୋଉ ବିହାର ପୋଡ଼ା ସହି ନପାରି ମୋତେ ବୋଉ କାଢ଼ି ଦେବାକୁ ଲାଗିଲା। ମୋ ବୋଉ ମୁହଁରୁ ବାହାରିଗଲା, ଏବେ ତ ବାପା କ'ଣ କହିବେ। ମୌକା ମିଳିଗଲା କିଛି କହିବା ପାଇଁ। ମୁଁ ବୋଉକୁ କହିଲି, ତାହେଲେ ମୁଁ ରାତିକୁ କିଛି ଦେଖିପାରିବିନି? ବୋଉ କହିଲା, ତୁ କ'ଣ ମୋ ବିହା ଦେଖିଛୁ? ମୁଁ କହିଲି ହଁ। ତାପରେ ବୋଉ କହିଲା, କେତେ ଦିନ ହେଲାଣି ଦେଖିଛୁ? ମୁଁ କହିଲି, ତୁ କେବେଠୁ ଚାହୁଁଛୁ ମୁଁ ତୋତେ କିଏ ବୋଲି? ତାପରେ ବୋଉ କହିଲା, ତୁ କ'ଣ କାଲି ରାତିରେ ଆମକୁ ଦେଖିଛୁ? ମୁଁ ହଁ କହିଲି। ତାପରେ ବୋଉ କହିଲା, କ'ଣ ଆମ କଥା ବି ଶୁଣିଛୁ? ମୁଁ ହଁ କହିଲି। ସବୁ କଥା? ମୁଁ କହିଲି ହଁ। ବୋଉ କହିଲା, ତୋ ବିଷୟରେ ଯାହା କହୁଥିଲୁ ସେ କଥା ବି? ମୁଁ କହିଲି ହଁ। ବୋଉ କହିଲା, ସେଥିପାଇଁ ତୁ ମୋ ଉପରେ ଚା ଢାଳିଲୁ? ଆପଣମାନେ ଭାବୁଥିବେ ଚା ଢଳିଲା, ହେଲେ ବେଶୀ ସମୟ କ'ଣ ପାଇଁ ପଡ଼ିଲା ନାହିଁ? ଏଥିପାଇଁ କି ଚା ଟିକେ ଥଣ୍ଡା ଥିଲା। ତାପରେ ବୋଉ କହିଲା, ତୁ ମୋ ସାମ୍ନାରେ ଏମିତି ଲଙ୍ଗଳା ଠିଆ ହୋଇଥିବୁ ନା କିଛି ପିନ୍ଧିବୁ? ତାପରେ ମୁଁ ବୋଉକୁ କହିଲି, ମୁଁ ଭାବୁଥିଲି ତୁ ମୋ ବାଣ୍ଡରେ ଆଣି କ୍ରିମ୍ ଲଗେଇଦେବୁ। ବୋଉ କହିଲା, ତୋତେ କ'ଣ ଏବେ ବି ପଡ଼ୁଛି? ମୁଁ କହିଲି ହଁ। ତାପରେ ବୋଉ କହିଲା, ରହ ମୁଁ ଏବେ କ୍ରିମ୍ ନେଇ ଆସୁଛି। ତାପରେ କିଛି ସମୟ ପରେ ବୋଉ ବୋରୋଲିନ୍ ନେଇ ଆସିଲା ଏବଂ ଲଗେଇବାକୁ ଲାଗିଲା। ତାପରେ ବୋଉ କହିଲା, କେଉଁଠି ଲଗେଇବି? ମୁଁ କହିଲି, ତୋ ଇଚ୍ଛା ଯେଉଁଠି। ତାପରେ ବୋଉ କହିଲା, କେଉଁଠି ପଡ଼ୁଛି? ମୁଁ କହିଲି, ବାଣ୍ଡରେ। ବୋଉ କହିଲା, ତ ତା ପୋଡ଼ା କେବଳ ବିହା ହିଁ ଥଣ୍ଡା କରିପାରିବ। ବୋଉର ମୁହଁରୁ ବିହା ଶବ୍ଦ ଶୁଣି ମୁଁ ସିଧା ବୋଉକୁ କୁଣ୍ଡେଇ ପକେଇଲି ଏବଂ ମୋର ବାଣ୍ଡ ପୁରା ଠିଆ ହୋଇଗଲା। ତାପରେ ବୋଉ ମୋର ବାଣ୍ଡକୁ ଧରି ମୁଠି ମାରିବାକୁ ଲାଗିଲା। ମୁଁ କିଛି ସମୟ ମଧ୍ୟରେ ଝଡ଼ିଗଲି। ମୁଁ କହିଲି, ବୋଉ, ଏହାକୁ ତ
ମୁଁ ନିଜେ କରିପାରିବି, କିଛି ଏମିତି କର ଯାହା ମୁଁ ଏକୁଟିଆ କରିପାରିବିନି। ବୋଉ କହିଲା ଏବେ ତୋର ଶୋଇ ପଡ଼ିଲାଣି। ମୁଁ କହିଲି ଏବେ କିଛି ସମୟ ପାଇଁ ଟିକେ ଚଷିଦେ, ଦେଖିବୁ ତାପରେ କ'ଣ କମାଲ ହେଉଛି। ବୋଉ କହିଲା ଠିକ୍ ଅଛି। ତାପରେ ବୋଉ ମୋର ବାଣ୍ଡକୁ ଚଷିବାକୁ ଲାଗିଲା। ବୋଉ ପୁରା ବେଧେଇ ପରିକା ଚଷୁଥାଏ। ମୋ ବାଣ୍ଡ ପୁଣି ଥରେ ଠିଆ ହେଲା। ତାପରେ ବୋଉ କହିଲା ଚାଲ ଗୋଟେ କାମ କରିବା। ମୁଁ କହିଲି ଆଜି ତୋର ବାଣ୍ଡ ମୋର ଆଉ ମୋ ବିଆ କେବଳ ତୋର, ଯାହା କରିବାର ଅଛି କର। ତାପରେ ବୋଉ କହିଲା ମୁଁ ତ ବାଣ୍ଡକୁ ଚଷୁଛି, ତୁ ମୋର ବିଆକୁ ଟିକେ ଚାଟ। ପାଖାପାଖି 20ରୁ 25 ମିନିଟ୍ ଆମେ ଦୁଇଜଣ 69 ପୋଜିସନରେ ବିଆ ଚଟା ଆଉ ବାଣ୍ଡ ଚଷାଚଷି ହେଲୁ। ଏଇ ଭିତରେ ବୋଉ 3 ଥର ପାଣି ଛାଡ଼ିଥିଲା ଆଉ ମୁଁ ମାତ୍ର ଥରେ ଛାଡ଼ିଥିଲି। ତାପରେ ବୋଉ ମୋର ବାଣ୍ଡକୁ ପୁଣି ଥରେ ଠିଆ କରିଲା ଏବଂ ମୁଁ ବୋଉ ଉପରେ ଚଢ଼ି ବୋଉକୁ କେହିବାକୁ ଲାଗିଲି। ମୁଁ ଯେତେ ସ୍ପିଡ଼ରେ କେହୁଥିଲି ବି ବୋଉ ଉପରେ କିଛି ପ୍ରଭାବ ପଡ଼ୁନଥିଲା। ତାପରେ ମୁଁ ବୋଉକୁ ଗୋଟେ ଅଲଗା ଷ୍ଟାଇଲରେ 108 ପୋଜରେ ଟେକି ଧରିଲି ଏବଂ ତା ବିଆ ଭିତରେ ଚଢ଼ିଗଲି। ଗୋଟେ ଘଣ୍ଟା ଭିତରେ ମୁଁ 3 ଥର ଓ ବୋଉ 5 ଥର ପାଣି ଛାଡ଼ି ଦେଇଥିଲୁ। ଆମେ ଟିକେ ଥକି ଯାଇଥିଲୁ, ତେଣୁ ଆମେ ଶୋଇପଡ଼ିଲୁ। ଆମେ ଜାଣିପାରିଲୁନି କେତେବେଳେ 6ଟା ବାଜିଗଲା। ଯେତେବେଳେ ଆଖି ଖୋଲିଲୁ ବାପା ଠିଆ ହୋଇଛନ୍ତି। ମୁଁ ପୁରା ଡରି ଯାଇଥିଲି, କିନ୍ତୁ ବୋଉ କିଛି ନ କହି ସେମିତି ଶୋଇ ରହିଲା। ମୁଁ ମୋର କପଡ଼ା ପିନ୍ଧିବାକୁ ଲାଗିଲି। ବାପା କହିଲେ ଏବେ କ'ଣ କପଡ଼ା ପିନ୍ଧୁଛୁ, ଏବେ ତ ଖେଳ ଆହୁରି ବାକି ଅଛି। ମୋ ବାପା କେଉଁ ଦଲାଲଠୁ କମ୍ ନଥିଲେ। ବାପା କହିଲେ କେତେ ଥର ପାଣି ଛାଡ଼ିଲ? ମୁଁ କହିଲି 4 ଥର। ବାବାଙ୍କୁ ଏ କଥା ଶୁଭିଲା ନାହିଁ। ବାପା କହିଲେ କାହିଁକି ଡରୁଛୁ, ଜୋରରେ କହ। କିନ୍ତୁ ସେତେବେଳେ ମୁଁ ପୁରା ଥକି ଯାଇଥିଲି, ତେଣୁ ମୁଁ କିଛି କହିପାରୁନଥାଏ। ବୋଉ କହିଲା 4 ଥର। ଏବେ ଶୁଣିଲ? ବାପା ମୋର ବାଣ୍ଡକୁ ଦେଖି କହିଲେ ଆରେ ତୋର ବି ବହୁତ ବଡ଼। ଏତିକି କହି ସେ ବି ତାଙ୍କର କପଡ଼ା ଖୋଲିବାକୁ ଲାଗିଲେ। ଏବେ ବାପାଙ୍କର ବାଣ୍ଡ ପୁରା ଠିଆ ହୋଇସାରିଥାଏ। ସେ କପଡ଼ା ଖୋଲିବା ପରେ ମୁଁ ଦେଖିଲି ତାଙ୍କର ବାଣ୍ଡ ମୋ ଠାରୁ 1 ଇଞ୍ଚ ବଡ଼ ହେବ। ତାପରେ ବାପା ବୋଉକୁ କହିଲେ ତୋ ପୁଅ ତ ଏବେ ଯବାନ ହେଲାଣି, ଏବେ ଜଣାପଡ଼ିବ କିଏ ବେଶୀ ସମୟ କେହି ପାରୁଛି। ତାପରେ ବାପା ଗୋଟିଏ ଗୋଳି ଖାଇଲେ, ବଟିକା ଖାଇଲେ ଆଉ ଗୋଟେ ମୋତେ ଦେଲେ। ମୁଁ ଯେମିତି ବଟିକା ଖାଇଛି ମୋର ବାଣ୍ଡ ପୁରା ଠିଆ ହୋଇଗଲା। ତାଙ୍କର ବି ବାଣ୍ଡ ପୁରା ଠିଆ ହୋଇଗଲା। ମୁଁ ସମ୍ଭାଳି ପାରିଲିନି। ମୁଁ ବୋଉ ଉପରେ ଚଢ଼ିଗଲି ଏବଂ ବୋଉକୁ କେହିବାକୁ ଲାଗିଲି। ମୁଁ କେହିବାରେ ଏତେ ବ୍ୟସ୍ତ ହୋଇଯାଇଥିଲି ଯେ ମୁଁ ଜାଣିପାରିଲିନି କେତେବେଳେ ମୋ ବାପା ଖଟ ଉପରକୁ ଆସି ମୋ ଗାଣ୍ଡିରେ ତାଙ୍କର ବାଣ୍ଡକୁ ରଗଡ଼ୁଛନ୍ତି। ତାପରେ ମୁଁ କହିଲି ବାପା ତୁମର ବହୁତ ବଡ଼, ମୋ ଗାଣ୍ଡି ଫାଟିଯିବ। ବାପା କହିଲେ ଆରେ କିଛି କଥା ନାହିଁ, କିଛି ହେବ ନାହିଁ। ସେ ଔଷଧ ଦ୍ୱାରା ଦରଜ ବି କମ୍ ହେବ ଏବଂ ମୁଁ ବି ବେଶୀ ପୁରେଇବି ନାହିଁ। ତାପରେ ମୁଁ ରାଜି ହୋଇଗଲି। ଏହିପରି ଆମେ ଚେନ୍ କରି କେହି ହେଲୁ। ବାପା ତାଙ୍କର ବାଣ୍ଡକୁ ମୋ ଗାଣ୍ଡିରେ ରଗଡ଼ି ଅଚାନକ ଏକ ଧକ୍କା ମାରିଲେ। ତାଙ୍କ ବାଣ୍ଡ ମୋ ଗାଣ୍ଡିକୁ ଚିରି ପୁରା 1 ଇଞ୍ଚ ଗଳିଗଲା। ମୁଁ ଯନ୍ତ୍ରଣାରେ ମରିଯାଉଥାଏ। ମୋ ଗାଣ୍ଡିରୁ ରକ୍ତ ବି ବାହାରି ଆସିଲା, କାରଣ ମୁଁ କେବେ ଏତେ ବଡ଼ ମୋ ଗାଣ୍ଡିରେ ନେଇନଥିଲି। ବାପା ମୋତେ କହିଲେ ଆରେ କାନ୍ଦୁଛୁ କ'ଣ ପାଇଁ, ହଉ ଛାଡ଼ି ଦେଉଛି କହି ସେ ତାଙ୍କର ବାଣ୍ଡକୁ ବାହାର କରିଦେଲେ। ତାପରେ ସେ କହିଲେ ଯା ରକ୍ତ ସଫା କରି ଆସିବୁ। ତାପରେ ମୁଁ ଗାଧୁଆ ଘରକୁ ଚାଲିଗଲି ଏବଂ ମୋର ଗାଣ୍ଡିକୁ ଧୋଇ ଆସିଲି। ଯେତେବେଳେ ମୁଁ ଫେରିଲି ବାପା ବୋଉକୁ ଘେଉଛନ୍ତି। ତାପରେ ମୁଁ ଭାବିଲି ଏଇ ହେଉଛି ଠିକ୍ ମୌକା ବଦଲା ନେବାର। ତାପରେ ମୁଁ ବି ତାଙ୍କୁ ଘେହିବାକୁ ଲାଗିଲି। ବାପା କହିଲେ ଆଚ୍ଛା ବେଟା ପ୍ରତିଶୋଧ ନେଉଛୁ? ତାପରେ ମୁଁ କହିଲି ନା ବାପା ମୁଁ ବି କିଛି କରିବି। ତାପରେ ମୁଁ ମୋ ବାପାଙ୍କୁ ଘେହିବାକୁ ଲାଗିଲି। ମୋ ବାପାଙ୍କ ଗାଣ୍ଡିରେ ମୋର 3 ଇଞ୍ଚ ବାଣ୍ଡକୁ ପୂରେଇ ଦେଲି, କିନ୍ତୁ ତାଙ୍କର କିଛି ହେଲାନି। ତାପରେ ବାପା ମୋତେ କହିଲେ ମୋର କିଛି ହେବ ନାହିଁ, କାରଣ ତୋ ବୋଉ ମୋ ଗାଣ୍ଡିରେ ଗାଜର ପୂରେଇକି ଘେହେ। ତୁ ଚାଲିଆ, ତୋ ମା ବିଆକୁ ମୁଁ ଘେଉଛି, ତୁ ମୋର ଗାଣ୍ଡି ମାର। ମୁଁ ସେମିତି କରିବାକୁ ଲାଗିଲି। ଏହା ମୋତେ ଆହୁରି ଅଜବ ଲାଗୁଥିଲା, କାରଣ ମୋର ଏବେ ବାପାଙ୍କର ବାଣ୍ଡ ଓ ମୋ ବାଣ୍ଡ ବୋଉ ଏକା ସାଙ୍ଗରେ ନେଉଥିଲା। ଆମେ ବାପା ବୋଉ 1 ଘଣ୍ଟା ପର୍ଯ୍ୟନ୍ତ ଝଡ଼ି ନଥିଲୁ, କିନ୍ତୁ ମୋ ବୋଉ ଏହା ଭିତରେ 2 ଥର ଝଡ଼ି ସାରିଥିଲା। ତାପରେ ଆମେ ଦୁଇଜଣ 1 ଘଣ୍ଟା ପରେ ଝଡ଼ିକି ଶୋଇଗଲୁ, କିନ୍ତୁ ବୋଉ ଏକା ସାଙ୍ଗରେ ଆମର ମୁଠି ମାରି ପୁଣି ଆମର ବାଣ୍ଡକୁ ଠିଆ କରେଇଲା। ଯେତେବେଳେ ମୁଁ ବୋଉର ବିଆରେ କେହିଲି ବାପା ମୋର ଗାଣ୍ଡିରେ କେହିଲେ ଆଉ ବୋଉର ଗାଣ୍ଡିରେ ସେ ପୁଣି ମଧ୍ୟ କେହିଲେ। ତାପରେ କିଛି ସମୟ ପରେ ବାପା ବୋଉର ମୁହଁରେ
ତାଙ୍କର ବାଣ୍ଡକୁ ପୂରେଇ ଦେଲେ। ଆଉ 15ରୁ 20 ମିନିଟ୍ ପରେ ମୋ ବୋଉର ବିଆରେ ଝଡ଼ିଗଲି ଏବଂ ବାପା ବୋଉର ମୁହଁରେ ଝଡ଼ିଗଲେ। ଆଉ ବୋଉ ସବୁ ବିଷକୁ ଢକି ପକେଇଲା। ସେ ପରଠାରୁ ଆମେ ମିଶିକି ସବୁବେଳେ ବାପା ଆଉ ମୁଁ ବୋଉକୁ ଆମେ ନିର୍ଦ୍ଧମକୀ ହଉ। ବାପାଙ୍କ ସହ ମିଶି ବୋଉକୁ ଗେହିବାର ସ୍ୱପ୍ନ ସେଦିନ ମୋର ପୂରଣ ହୋଇଗଲା। ଆପଣମାନଙ୍କୁ ମୋର କାହାଣୀ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ତ ହଁ, ଏ କାହାଣୀ ଆମ ପାଖକୁ ଆମ ଜଣେ ଭାଇ ପଠାଇଥିଲେ। ଯଦି କାହାଣୀରେ କିଛି ଭୁଲ ଥାଏ ତାହେଲେ କ୍ଷମା କରିବେ। ଏ କାହାଣୀ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ କାହାଣୀ। ଏଥିରେ ମୋର କିଛି ମତାମତ ନାହିଁ। ରହୁଛି, ଧନ୍ୟବାଦ।